ସକାଳୁ ବୋଉ କହିଲେ ଅରୁଆ ଚାଉଳ ଭେଦେଇଛୁ ବିରି ନାହିଁ ପିଠା କେମିତି କରିବୁ। ଘରେ ଥିବା କିଛି ନଡ଼ିଆକୁ ଭାଙ୍ଗିଦେଲି କୋରିକି ଭେଦା ହେଇଥିବା ଅରୁଆ ଚାଉଳ ନଡ଼ିଆକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଲି। ଗ୍ରାଇଣ୍ଡିଙ୍ଗ କଲା ପରେ ସେଥିରେ ଅଳ୍ପ ଟିକେ ଲୁଣ ଅଳ୍ପ ଟିକେ ସୋଢ଼ା ପକାଇକି ଘୋଡ଼େଇକି ରଖିଦେଲି। ତାପରେ ମୁଁ ଏପଟେ ଆସି ମୋର ସବୁ କାମ ସାରି ଦେଇଥିଲି। ଧନକୁ ଖୋଇ ଦେଇକି ଠାକୁର ପୂଜା କରିବା ଭିତରେ ମୋର ସେପଟେ ଆଣଟା ପୁରା ଭଲ ଭାବରେ ଫୁଲି ଯାଇଥିଲା। ତାପରେ ବୋଉ କିଛି ବାଡ଼ିରୁ ଆଣିଥିଲେ ଛଞ୍ଚିଣା କହିଲେ କି ଯେ ପଖାଳ ଖାଇବେ ଏଇ ଭଜାଟା ବନେଇଲେ ତାଙ୍କର ଚଳିଯିବ ଆଉ ପିଠା ସହିତ ଆମେ ବି ଭଜା ଖାଇଦେବୁ। ତାପରେ ମୁଁ ଛଞ୍ଚିଣାକୁ ମସଲା ଦେଇକି ଭାଜି ଦେଇଥିଲି। ତାପରେ ଆଣଟା ମୋର ପୁରା ଭଲ ଭାବରେ ଫୁଲି ଯାଇଥିଲା। ମୁଁ ସେଥିରେ ପିଠା ବନେଇ ଦେଇଥିଲି। ଦେଖନ୍ତୁ ସାଙ୍ଗମାନେ ନଡ଼ିଆ ଆଉ ଚାଉଳରେ ପିଠାଟା ମୋତେ କେତେ ସୁନ୍ଦର ଲାଗୁଛି ଆଉ ବଢ଼ିଆ ସେ ଫୁଲିଛି ପୁରା ନରମ ବି ହେଇଛି। ଆପଣମାନେ ଏମିତି ନଡ଼ିଆ ଚକୁଳି ପିଠା ବନାନ୍ତି କି ନାହିଁ ମୋତେ କମେଣ୍ଟ ଶୋ କରୁନି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁନି। ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।